ମୁଁ ରହୁଥିଲି କୁଏତରେ ମୋର ପାସପୋର୍ଟ ମିସିଂ ହେଇଯାଇଥିଲା ହଜି ଯାଇଥିଲା ଆଉ ଧୀରେ ଧୀରେ ଭିଜା ବି ଏକ୍ସପାୟାର ହେଇଗଲା ବିନା ପାସପୋର୍ଟରେ ଆଉ ଭିଜା ଲଗେଇ ହେବନି ତେଣୁକରି ମୁଁ ଭିଜା ଲଗେଇ ପାରୁନଥିଲି ଆଉ ମୋ ପୁଅ ଏଠି ଆମର MP ଶ୍ରୀମାନ ବୈଜୟନ୍ତୀ କୁମାର ପଣ୍ଡା ତାଙ୍କ ସହିତ କଣ୍ଟାକ୍ଟ କରି ମତେ ଆଣିବା ପାଇଁ କହିଥିଲେ ସାର୍ ମଧ୍ୟ ବହୁତ ଚେଷ୍ଟା କଲେ ଆଉ ମତେ ବହୁତ କମ ସମୟ ଭିତରେ ବି ଇଣ୍ଡିଆକୁ ନେଇ ଆସିଛନ୍ତି ମୁଁ ଏବେ ମୋ ଘରରେ ଅଛି ପରିବାର ସହିତ ବହୁତ ଭଲରେ ଅଛି ତାଙ୍କର ଇଏ ସାହାଯ୍ୟ ପାଇଁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେଉଛି।